ପୁରୀ ବଡ଼ଦାଣ୍ଡରେ ଡହ ଡହ ଖରାରେ ଛୋଟ ପିଲାଟି ସଳିତା ଓ ନିର୍ମାଲ୍ୟ ବିକ୍ରି କରୁଥାଏ। ଲୋକମାନେ ମୂଳଚାଲ କରୁଥାନ୍ତି। ଗ୍ରୀଷ୍ମ ଦିନ ହୋଇଥିବାରୁ ଅସହ୍ୟ ଗରମ ଓ ଗୁଳୁଗୁଳି ହେଉଥାଏ। ଏହି ସମୟରେ ଜଣେ ସହୃଦୟ ବ୍ୟକ୍ତିଙ୍କ ନଜର ପଡ଼ିଲା ସେହି ସଳିତା ବିକୁଥିବା ଛୋଟ ପିଲାଟିର ପାଦ ଉପରେ। ବିଚରାର ପାଦ ଦୁଇଟି ଖରାର ପ୍ରଭାବରେ ଜଳି ଯାଉଥିଲା। ତେଣୁ ତାତି ଅସହ୍ୟ ହେଲେ ସେ ତା ପାଖରେ ଥିବା ବୋତଲରୁ ମଝିରେ ମଝିରେ ପାଦ ରଖିଥିବା ଜାଗାରେ ପାଣି ଢାଳି ଦେଉଥାଏ। ବ୍ୟକ୍ତି ଜଣକଙ୍କ ମନରେ ଖୁବ୍ ଦୟା ହେଲା। ତେଣୁ ସେ କ'ଣ ଭାବିଲେ କେଜାଣି ସଙ୍ଗେ ସଙ୍ଗେ ଯାଇ ବଡ଼ଦାଣ୍ଡରେ ଅଳ୍ପ ଦୂରରେ ଥିବା ଏକ ଦୋକାନରୁ ଏକ ଜୋତା ଓ ଛତା କିଣି ସେହି ପିଲାଟିକୁ ଦେଲେ। ପିଲାଟି ଏହା ଦେଖି ଅତ୍ୟନ୍ତ ଆନନ୍ଦିତ ହେଲା ଏବଂ ତା'ର ଆଖିରୁ ଖୁସିର ଲୁହ ନିର୍ଗତ ହେବାକୁ ଲାଗିଲା। ସେ ସଙ୍ଗେ ସଙ୍ଗେ ସେହି ଭଦ୍ର ବ୍ୟକ୍ତିଙ୍କୁ କହିଲା, ଆପଣ ତାହେଲେ ସ୍ୱୟଂ ପ୍ରଭୁ ଶ୍ରୀ ଜଗନ୍ନାଥ। କଥା ଦେଇଥିଲେ ବୋଲି ଆଜି ସତରେ ଆସି ମୋତେ ଦେଖା କଲେ ଆଉ ସାହାଯ୍ୟ କଲେ। ଏହା ଶୁଣି ସେହି ଭଦ୍ର ବ୍ୟକ୍ତି ଜଣକ କହିଲେ, ନାଇଁରେ ବାବୁ, ମୁଁ ପ୍ରଭୁ ଶ୍ରୀ ଜଗନ୍ନାଥ ନୁହେଁ, ମୁଁ ଜଣେ ସାଧାରଣ ମଣିଷ। ପିଲାଟି କହିଲା, ତାହେଲେ ଆପଣ ଜଗନ୍ନାଥଙ୍କ ବନ୍ଧୁ ହୋଇଥିବେ। ଆପଣଙ୍କୁ ସେ ହିଁ ମୋ ପାଖକୁ ପଠାଇଛନ୍ତି। କାରଣ କାଲି ରାତିରେ ଯେତେବେଳେ ଜଗା ମୋ ସ୍ୱପ୍ନରେ ଆସିଥିଲେ, ମୋ ପାଦ ଦୁଇଟି ଖରାରେ ଜଳିଯାଉଛି ବୋଲି ମୁଁ ତାଙ୍କୁ ଜୋତା ହଳେ ମାଗିଥିଲି। ସେ ହଁ କହିଥିଲେ ଓ ମୋ ନିଦ ଭାଙ୍ଗି ଯାଇଥିଲା। ସେ ସେଥିପାଇଁ ଜୋତା ସହ ଛତା ଦେଇ ଆପଣଙ୍କୁ ପଠାଇ ଦେଇଛନ୍ତି। ସତରେ ମୋ ଜଗା କେତେ ଦୟାଳୁ, ନିଜେ ଆସିପାରିଲେନି ବୋଲି ତାଙ୍କ ବନ୍ଧୁଙ୍କ ହାତରେ ଜୋତା ପଠାଇ ଦେଇଛନ୍ତି। ସେହି ଛୋଟ ପିଲାଟିର ଏପରି କଥା ଶୁଣି ଭଦ୍ର ବ୍ୟକ୍ତି ଜଣକଙ୍କ ଆଖିରୁ ଧାର ଧାର ଲୁହ ବୋହି ପଡ଼ିଲା ଓ ମନେ ମନେ ଭାବୁଥିଲେ, ଭଗବାନ ହେବା ସିନା ଅସମ୍ଭବ, ହେଲେ ଭଗବାନଙ୍କ ବନ୍ଧୁ ହେବା ଅସମ୍ଭବ ନୁହେଁ। ଧନ୍ୟ ମହାପ୍ରଭୁ ଜଗନ୍ନାଥ, ଅନାଥର ନାଥ, ଦୀନବନ୍ଧୁ, ଶରଣ ରକ୍ଷକ, ଧନ୍ୟ ତୁମର ମହିମା। ତେଣୁ ଦର୍ଶକ ବନ୍ଧୁ, ମହାପ୍ରଭୁ ତାଙ୍କ ସୃଷ୍ଟିରେ ସମସ୍ତଙ୍କ ପାଇଁ ଦୁଇଟି ରାସ୍ତା ତିଆରି କରିଛନ୍ତି। ଗୋଟିଏ ହେଲା ଦେଇକି ଯିବା, ଆଉ ଗୋଟିଏ ହେଲା ଛାଡ଼ିକି ଯିବା। ସାଙ୍ଗରେ ନେଇକି ଯିବାର କୌଣସି ବ୍ୟବସ୍ଥା ନାହିଁ। ତେଣୁ ଦର୍ଶକ ବନ୍ଧୁ, ଯଦି ଆପଣମାନଙ୍କୁ ଆମର ଏହି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ନିଶ୍ଚିତ ଭାବରେ ଏହାକୁ ଲାଇକ୍ କରିବେ ଏବଂ ଆମର ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ଧନ୍ୟବାଦ। ଜୟ ଜଗନ୍ନାଥ।